ওম শরণাগত দিনার্থ পরিত্রাণ পরায়ণে সর্বস্যার্থী হরে দেবী নারায়ণী নমস্তুতে। ওম নীলাঞ্জন চয়ং প্রেক্ষং রবিসুনু মহাগ্রহম ছায়াগর্ভ সম্ভূতং বন্দে ভক্তিয়া শনৈশ্বরং। জয় জগন্নাଥ দর্শକ ବନ୍ଧୁ, ମୁଁ ଜ୍ୟୋତିର୍ବିଦ ଶ୍ରୀଯୁକ୍ତ ମଧୁସୂଦନ ନାୟକ ଆପଣଙ୍କୁ ମା ଶାରଳା ଆଷ୍ଟ୍ରୋଲୋଜି ଚ୍ୟାନେଲକୁ ସ୍ୱାଗତ କରୁଛି। ପ୍ରତିଦିନ ଭଳି ଦୈନନ୍ଦିନ ପଞ୍ଜିକା, 12ଟି ରାଶିର ରାଶିଫଳ ଏବଂ ବାସ୍ତୁବିଚାର କାର୍ଯ୍ୟକ୍ରମ ରହିଛି। ତେବେ ଦର୍ଶକ ବନ୍ଧୁ, ସର୍ବପ୍ରଥମେ ଆସନ୍ତୁ ଜାଣିବା ଆଜିର ଦିନ ସମ୍ପର୍କରେ। ଆଜି 2025 ମସିହା ଡିସେମ୍ବର ମାସ 20 ତାରିଖ ଶନିବାର। ଉତ୍କଳୀୟ ମତେ ସୌରମାନ ଧନୁ 5 ଦିନ, ଚାନ୍ଦ୍ରିୟମାନ ପୌଷ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିବା 8 ଘଣ୍ଟା 11 ମିନିଟ୍ ପର୍ଯ୍ୟନ୍ତ, ମୂଳା ନକ୍ଷତ୍ର ରାତ 2 ଘଣ୍ଟା 24 ମିନିଟ୍ ପର୍ଯ୍ୟନ୍ତ ଏବଂ ଧନୁରାଶିରେ ଚନ୍ଦ୍ରମା ସମ୍ପୂର୍ଣ୍ଣ 60 ଅନୁଭବ କରୁଛନ୍ତି। ଆଜି ହେଉଛି ବୃଷ, ସିଂହ ଏବଂ କନ୍ୟା ରାଶିର ଘାତବାର ଏବଂ ତୁଳା କୁମ୍ଭ ରାଶିର ଘାତଚନ୍ଦ୍ର। ଆଜି ମୃତ ବ୍ୟକ୍ତିର ଏକପାଦ ପୁଷ୍କରସ, ଫଳ କୃଷି ସନ୍ତାନ ହାନି। ଆପଣମାନେ ଦୈବିକ ବ୍ରାହ୍ମଣ ବା ଗ୍ରହ ବିପ୍ରମାନଙ୍କ ଦ୍ୱାରା ହୋମାଦି ଶାନ୍ତି କରି ଅନ୍ନ, ବସ୍ତ୍ର, ମାସଦନ ଏବଂ କାଂସ୍ୟପତ୍ର ଦାନ କରନ୍ତୁ। ଆଜି ନିଷିଦ୍ଧ ଖାଦ୍ୟ: ସୂର୍ଯ୍ୟ ଉଦୟରୁ ଆମିଷ ଭକ୍ଷଣ ନିଷେଧ, ଦିବା 8 ଘଣ୍ଟା 11 ମିନିଟ୍ ପରେ କୁଷ୍ମାଣ୍ଡ ଅର୍ଥାତ୍ ପାଣି କଖାରୁ ଭୋଜନ ନିଷେଧ। ଆଜିର ଶୁଭବେଳା: ଅମୃତ ଯୋଗ ରହିଛି ସୂର୍ଯ୍ୟ ଉଦୟରୁ ଦିବା 7 ଘଣ୍ଟା 6 ମିନିଟ୍ ମଧ୍ୟରେ, ସକାଳ 7 ଘଣ୍ଟା 54 ମିନିଟ୍ରୁ ସକାଳ 10 ଘଣ୍ଟା 18 ମିନିଟ୍ ମଧ୍ୟରେ, ମଧ୍ୟାହ୍ନ 12 ଘଣ୍ଟା 42 ମିନିଟ୍ ମଧ୍ୟରୁ ଅପରାହ୍ନ 3 ଘଣ୍ଟା 54 ମିନିଟ୍ ମଧ୍ୟରେ, ଅପରାହ୍ନ 4 ଘଣ୍ଟା 32 ମିନିଟ୍ରୁ ସନ୍ଧ୍ୟା 5 ଘଣ୍ଟା 6 ମିନିଟ୍ ମଧ୍ୟରେ, ରାତ୍ର 12 ଘଣ୍ଟା 17 ମିନିଟ୍ରୁ ରାତ୍ର 1 ଘଣ୍ଟା 53 ମଧ୍ୟ ଶୁଭ ରହିଛି। ଆଜିର ମହେନ୍ଦ୍ର ଯୋଗ: ରାତ୍ର 1 ଘଣ୍ଟା 47 ମିନିଟ୍ରୁ ରାତ୍ର 2 ଘଣ୍ଟା 42 ମିନିଟ୍ ମଧ୍ୟ ଶୁଭ ରହିଛି। ତେବେ ଦର୍ଶକ ବନ୍ଧୁ, ଆଜିର ଦୈନନ୍ଦିନ ପଞ୍ଜିକା ପରେ ରହିଛି 12ଟି ରାଶିର ରାଶିଫଳ। ରାଶିଙ୍କର ପ୍ରଥମ ରାଶି ମେଷ ରାଶି। ମେଷ ରାଶି ଅନୁଭବ ଥିବା ବ୍ୟକ୍ତିତ୍ୱ ପାଇଁ ଆଜି ଆପଣଙ୍କର ଅନିଷ୍ଟ ହୋଇପାରେ। ଆପଣଙ୍କର ଅତି ଘନିଷ୍ଠ ବନ୍ଧୁ ଆପଣ ପାଖରୁ ମୁହଁ ଫେରାଇ ନେଇପାରନ୍ତି। ଶାରୀରିକ କଷ୍ଟ ଅନୁଭବ କରିବେ। ଆପଣଙ୍କୁ ଶାରୀରିକ କିମ୍ବା ମାନସିକ ଆଘାତ ଲାଗିପାରେ। ବ୍ୟବସାୟରେ କ୍ଷତି ସହିବେ। ଛାତ୍ରଛାତ୍ରୀମାନେ ମାନସିକ ଆଘାତ ପାଇବେ। ଶୁଭ ରଙ୍ଗ ଲାଲ ଏବଂ ଖଇର। ଶୁଭ ସଂଖ୍ୟା 9। ଆଜି ଆପଣ ବଗଳାମୁଖୀ ମନ୍ତ୍ର ଓମ୍ ହ୍ରିଂ ବଗଳାମୁଖୀ ସର୍ବଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ଭୟ ଜିହ୍ୱାଂ କେଳୟ କେଳୟ ବୁଦ୍ଧିଂ ବିନାଶୟ ହ୍ରିଂ ଓଂ ଫଟ୍ ସ୍ୱାହା, ଏହି ମନ୍ତ୍ରକୁ 9 ଥର ଜପ କରନ୍ତୁ। ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ବୃଷ ରାଶି। ବୃଷ ରାଶି ଅନୁଭବ ଥିବା ବ୍ୟକ୍ତିତ୍ୱ ପାଇଁ ଆଜି ଆପଣ ପ୍ରତିଷ୍ଠା ଲାଭ କରିପାରନ୍ତି। ବ୍ୟବସାୟରେ ପ୍ରଚୁର ଧନ ଲାଭ କରିବେ। ଚାକିରି କ୍ଷେତ୍ରରେ ପ୍ରମୋସନ ହେବାର ବହୁ ସମ୍ଭାବନା ଅଛି। ଦାମ୍ପତ୍ୟ କ୍ଷେତ୍ରରେ ଭୋଗ ବିଳାସ ପ୍ରତି ଆପଣ ମନ ଆପେ ଆପେ ଟାଣି ହୋଇଯିବ। ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଙ୍କର କୃତିତ୍ୱ ଦେଖାଇବେ ଏବଂ ମହିଳାମାନେ ସେମାନଙ୍କ ନାମ ବିକଶିତ କରିବେ। ଶୁଭ ରହିଛି ଧଳା। ଶୁଭ ସଂଖ୍ୟା 6। ଆଜି ଆପଣ ଘରୁ ଯେତେ ବାହାରୁଛନ୍ତି ଗୋଟେ ଧଳା ଫୁଲ ପକେଟ ରଖି ଯାତ୍ରା ଆରମ୍ଭ କରନ୍ତୁ। ସୁଫଳ ମିଳିବ। ପରବର୍ତ୍ତୀ ରାଶି ମିଥୁନ ରାଶି। ମିଥୁନ ରାଶି ଜନ୍ମ ହୋଇଥିବା ବ୍ୟକ୍ତିତ୍ୱ ପାଇଁ ଆଜି ଆପଣ ଆତଙ୍କିତ ରହିବେ। ମନ ମଧ୍ୟରେ ଭୟ ସୃଷ୍ଟି ହେବ। ଶତ୍ରୁ ଦ୍ୱାରା କବଳିତ ହୋଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ କ୍ଷତି ହେବ। ଆପଣ ଯଦି ଭ୍ରମଣ କରିବାକୁ ବାହାରିଛନ୍ତି ତେବେ ଆଜି ପାଇଁ ଯାତ୍ରା ସ୍ଥଗିତ ରଖନ୍ତୁ। ବିଦ୍ୟାର୍ଥୀ ମହିଳାମାନେ ଚିନ୍ତାଗ୍ରସ୍ତ ରହିବେ। ଶୁଭ ସବୁଜ। ଶୁଭ ସଂଖ୍ୟା 5। ଆଜି ଆପଣ ଘରୁ ବାହାରିଲା ବେଳେ ସାଥିରେ ଏକ ଗୋଟାପାନ ସହିତ କିଛି କଳରାଶି ନେଇଯାଆନ୍ତୁ। ନିକଟରେ ଏକ ନଦୀ ସ୍ରୋତରେ ଭସେଇ ଦିଅନ୍ତୁ। ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି କର୍କଟ ରାଶି। କର୍କଟ ରାଶି ଅନୁଭବ ଥିବା ବ୍ୟକ୍ତିତ୍ୱ ପାଇଁ ଆଜି ଦିନଟି ଆପଣ ପାଇଁ ଅଶାନ୍ତିରେ କଟିବ। ବନ୍ଧୁଙ୍କ ଦ୍ୱାରା ପ୍ରଭାବିତ ହୋଇ କିଛି ଭୁଲ କରି ବସିବେ। ସମ୍ମାନିତ ହେବେ
କିନ୍ତୁ ଆପଣଙ୍କର ମାନସିକ ଅସ୍ଥିରତା ରହିବ। ବ୍ୟବସାୟରେ ଆଶାନୁରୂପ ଲାଭ ହୋଇନପାରେ। ଦାମ୍ପତ୍ୟ କ୍ଷେତ୍ରରେ ଫିକା ପଡ଼ିଯିବ। ବିଦ୍ୟାର୍ଥୀ ମହିଳାମାନେ ଅପମାନିତ ହେବେ। ଶୁଭ ରହିଛି ଧଳା, ଶୁଭ ସଂଖ୍ୟା 2 ଓ 7। ଆଜି ଆପଣ ମହାଦେବ ଶଙ୍କରଙ୍କୁ 9ଟି ନୀଳ ଅପରାଜିତା ଫୁଲ ଅର୍ପଣ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ସିଂହ ରାଶି। ସିଂହ ରାଶି ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଜି ଆପଣ ଅଶାନ୍ତି ରହିବେ। ଅନ୍ୟମାନଙ୍କ କଥାରେ ହସ୍ତକ୍ଷେପ କରି ବିବାଦଗ୍ରସ୍ତ ହୁଅନ୍ତୁ ନାହିଁ। ଆପଣ ଚାହୁଁଥିବା କାର୍ଯ୍ୟରେ ବାଧା ସୃଷ୍ଟି ହେବ। ଆପଣଙ୍କର ଯାନ୍ତ୍ରିକ ତ୍ରୁଟି ଦେଖା ଦେଇପାରେ, ଜଗି ରଖି ଚଳନ୍ତୁ। ଆଜି ଦିନଟି ଆପଣମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ। ଶରୀରରେ ଆଘାତ ଲାଗିପାରେ। ଦାମ୍ପତ୍ୟରେ ବିଚ୍ଛେଦ ଦେଖାଦେବ। ବିଦ୍ୟାର୍ଥୀ ମହିଳାମାନେ କଳିକଜିଆରେ ଲିପ୍ତ ରହିବେ। ଶୁଭ ରହିଛି ଲାଲ ଏବଂ ଗୋଲାପୀ, ଶୁଭ ସଂଖ୍ୟା 1। ଆଜି ଆପଣ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି କନ୍ୟା ରାଶି। କନ୍ୟା ରାଶି ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଜି ଆପଣଙ୍କର କାର୍ଯ୍ୟ ସିଦ୍ଧି ହୋଇପାରେ। ବ୍ୟବସାୟରେ ଆର୍ଥିକ ଲାଭ ହେବ। ଯାନବାହନରେ ତରବରିଆ ଭାବେ ଯାତ୍ରା କରନ୍ତୁ ନାହିଁ। ସ୍ୱାମୀ ସ୍ତ୍ରୀ ନୂତନ ପଦକ୍ଷେପ ଗ୍ରହଣ କରିବେ। ବିଦ୍ୟାର୍ଥୀ ମହିଳାମାନେ ଜଗି ରଖି ଚଳନ୍ତୁ। ଶୁଭ ରହିଛି ସବୁଜ, ଶୁଭ ସଂଖ୍ୟା 5। ଆଜି ଆପଣ ଘରୁ ବାହାରିଲା ବେଳେ ମୁଣ୍ଡରେ ଏକ ଚନ୍ଦନ ଟୋପା ଲଗାଇ ଘରୁ ବାହାରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ତୁଳା ରାଶି। ତୁଳା ରାଶି ଜାତ ବ୍ୟକ୍ତି ବିଷୟ ପାଇଁ ଆଜି ଆପଣ ଜଗି ରଖି ଚଳନ୍ତୁ। ଯାନବାହନ ଚଳାଚଳ କ୍ଷେତ୍ରରେ ସାବଧାନ ହେବେ। ଆଜି ଆପଣ ଆତ୍ମସନ୍ତୋଷ ଲାଭ କରିବେ। ବ୍ୟବସାୟ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହୋଇପାରନ୍ତି। ଆପଣଙ୍କର ସ୍ୱାସ୍ଥ୍ୟ ପରିବର୍ତ୍ତନ ହୋଇପାରେ, ସେଥିପ୍ରତି ସଜାଗ ରୁହନ୍ତୁ। ଦାମ୍ପତ୍ୟରେ ମନ ଭଲ ରହିବ ନାହିଁ। ବିଦ୍ୟାର୍ଥୀ ମହିଳାମାନେ ଅଗ୍ରଣୀ ଭୂମିକା ଗ୍ରହଣ କରି ଅସୁବିଧା ପଡ଼ିପାରନ୍ତି। ଶୁଭ ରହିଛି ଧଳା, ଶୁଭ ସଂଖ୍ୟା 6। ଆଜି ଆପଣ ଏକ ରୂପାର କଏନ ସହିତ ଗୋଟିଏ ଅଶ୍ୱତ୍ଥ ପତ୍ର ସିନ୍ଦୁର ମାରି ନିଜ ପର୍ସ ରଖି ଯାତ୍ରା ଆରମ୍ଭ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ବିଛା ରାଶି। ବିଛା ରାଶି ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଜି ଆପଣଙ୍କର ଅଚାନକ ଧନ ଲାଭ ହୋଇପାରେ। ଆପଣ ଆଜି ପରୋପକାରରେ ସମୟ ବିତେଇବେ। ବନ୍ଧୁବାନ୍ଧବ ଆପଣଙ୍କ କାର୍ଯ୍ୟରେ ଖୁସି ରହିବେ। ବ୍ୟବସାୟରେ ଚାହୁଁଥିବା ଠାରୁ ଅଧିକ ଅର୍ଥ ଲାଭ ହେବ। ଦାମ୍ପତ୍ୟ କ୍ଷେତ୍ରରେ ଖୁସି ରହିବେ। ବିଦ୍ୟାର୍ଥୀ ମହିଳାମାନେ ବିଳାସ ବ୍ୟସନରେ ସମୟ କଟେଇବେ। ଶୁଭ ରହିଛି ଲାଲ ଏବଂ ଖଇର, ଶୁଭ ସଂଖ୍ୟା 9। ଆଜି ଆପଣ ହନୁମାନଙ୍କ ଚାଳିଶା ପାଠ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ଧନୁ ରାଶି। ଧନୁ ରାଶି ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଜି ଆପଣ ଅଶାନ୍ତିର ସମୟ ବିତେଇବେ। ପ୍ରତିଦ୍ୱନ୍ଦିତାରେ ପରାଜୟ ବରଣ କରିବେ। ଆଜି କୌଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ଦାମ୍ପତ୍ୟରେ ଖୁସି ମଉଳିଯିବ। ବିଦ୍ୟାର୍ଥୀ ମହିଳାମାନେ ଅଯଥା ସମୟ ବିତେଇବେ। ଶୁଭ ରହିଛି ହଳଦୀ, ଶୁଭ ସଂଖ୍ୟା 3। ଆଜି ଆପଣ ଯେତେବେଳେ ଘରୁ ବାହାରୁଛନ୍ତି, ପକେଟରେ ଏକ ହଳଦିଆ କପଡ଼ା ହେଉ ବା ଏକ ହଳଦିଆ ରୁମାଲ ହେଉ ରଖି ବାହାରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ମକର ରାଶି। ମକର ରାଶି ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଜି ଆପଣ ନୂତନ ବନ୍ଧୁ ଲାଭ କରିବେ। ମନ ପ୍ରଫୁଲ୍ଲ ରହିବ। ବ୍ୟବସାୟ କ୍ଷେତ୍ରରେ ମନ ସନ୍ତୋଷ ରହିବ। ଯେଉଁ କାର୍ଯ୍ୟ କରିବାକୁ ଆପଣ ଅନେକ ଦିନ ଧରି ଚିନ୍ତା କରୁଥିଲେ, ତାହା ଆଜି କରନ୍ତୁ, ନିଶ୍ଚୟ କୃତକାର୍ଯ୍ୟ ହେବେ। ଦାମ୍ପତ୍ୟ ପ୍ରୀତିପୂର୍ଣ୍ଣ ରହିବ। ବିଦ୍ୟାର୍ଥୀ ମହିଳାମାନେ ହସ ଖୁସିରେ ମସଗୁଲ ରହିବେ। ଶୁଭ ରହିଛି କଳା ଏବଂ ନୀଳ, ଶୁଭ ସଂଖ୍ୟା 8। ଆଜି ଆପଣ ମହାଦେବଙ୍କୁ ବିଲ୍ୱପତ୍ର ଅର୍ପଣ କରନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। କୁମ୍ଭ ରାଶି ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଜି ଆପଣଙ୍କର ଆୟ ବୃଦ୍ଧି ହୋଇପାରେ। ସୁଖ ସମୃଦ୍ଧି ଲାଭ କରିପାରନ୍ତି। କୌଣସି ସ୍ତ୍ରୀଲୋକ କଥାରେ ହସ୍ତକ୍ଷେପ କରନ୍ତୁ ନାହିଁ। ମାନହାନି ହୋଇପାରେ। ବ୍ୟବସାୟରେ ଲାଭବାନ ହେବେ। ଦାମ୍ପତ୍ୟ କ୍ଷେତ୍ରରେ ଭୁଲ ବୁଝାମଣା ରହିବ। ବିଦ୍ୟାର୍ଥୀ ମହିଳାମାନେ ଯଶ ଲାଭ କରିବେ। ଶୁଭ ରହିଛି କଳା, ଶୁଭ ସଂଖ୍ୟା 8। ଆଜି ଆପଣ କିଛି ଚଢ଼େଇମାନଙ୍କୁ ଖାଦ୍ୟଶସ୍ୟ ଖାଇବାକୁ ଦିଅନ୍ତୁ, ଶୁଭ ଫଳ ମିଳିବ। ପରବର୍ତ୍ତୀ ରାଶି ରାଶିର ଅନ୍ତିମ ରାଶି ମୀନ ରାଶି। ମୀନ ରାଶି ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ପାଇଁ ଆଜି ଆପଣ କପଟତାର ଶିକାର ହୋଇପାରନ୍ତି। କାହାର କଥାରେ ସରଳ ବିଶ୍ୱାସ ନ କରି ଭାବିଚିନ୍ତି କରନ୍ତୁ, ଧୋକା ଖାଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ଆୟ ମଧ୍ୟମ ରହିବ। ବିଦ୍ୟାର୍ଥୀମାନେ
ପଢ଼ାପଢ଼ିରେ ମନ ଲଗାଇବେ ଏବଂ ମହିଳାମାନେ ଧର୍ମପରାୟଣ ହେବେ। ଶୁଭ ରହିଛି ହଳଦୀ ଏବଂ ସୁନେଲି, ଶୁଭ ସଂଖ୍ୟା 3 ଓ 7। ଆଜି ଆପଣ ନାରାୟଣ ଭଗବାନଙ୍କୁ ତୁଳସୀ ଅର୍ପଣ କରନ୍ତୁ, ସଫଳ ମିଳିବ। ତେବେ ଦର୍ଶକ ବନ୍ଧୁ, ଆଜିର ରାଶିଫଳ ପରେ ରହିଛି ବାସ୍ତୁ ବିଚାର କାର୍ଯ୍ୟକ୍ରମ। ତେବେ ଆସନ୍ତୁ ଜାଣିବା। ଆଜିର ବାସ୍ତୁ ବିଚାର ଏକ ସୁନ୍ଦର ଉପାୟଟି ରଖିଛି, ଯାହାକି ଆପଣଙ୍କର ପିଲା ଆଦି ଅବାଧ୍ୟ ହେଉଥାଏ, କୁସଙ୍ଗରେ ପଡ଼ି ଆପଣଙ୍କ ଅର୍ଥକୁ ବର୍ବାଦ କରୁଥାଏ କିମ୍ବା ଖେଳକୁଦରେ ସମୟ ବିତାଉଥାଏ। ତେବେ ଆପଣ ଏକ ସୁନ୍ଦର ଉପାୟଟି କରନ୍ତୁ। ଆପଣ ଏକ ଗୁରୁବାର ଆପଣଙ୍କର ଗ୍ରାମଦେବତୀ ମାର୍ଜନା କରି ତାଙ୍କ ସ୍ନାନ ପାଣିକୁ ଏକ ବୋତଲରେ ରଖନ୍ତୁ ଏବଂ ସେ ଯେଉଁ ଘରେ ଶୋଉଛି ସେ ଘରେ ଏକ କାଂସ୍ୟ ପାତ୍ର ହେଉ କିମ୍ବା ତମ୍ବାପାତ୍ର ହେଉ, ସେଥିରେ କିଛି ଗଙ୍ଗା ଜଳ ସହିତ ଏକ ପାନପତ୍ର ରଖନ୍ତୁ। ତା ପରଦିନ ସେ ପିଲା ସ୍ନାନ କରିବା ସମୟରେ ଏ ଗଙ୍ଗା ଜଳ ସହିତ ଆପଣଙ୍କର ଗ୍ରାମଦେବତୀ ମାର୍ଜନାର ପାଣିକୁ ମିଶାଇ ତାକୁ ସ୍ନାନ କରିଦିଅନ୍ତୁ। ଏହି ପ୍ରକ୍ରିୟାକୁ ବାରମ୍ବାର 7 ଦିନ କରନ୍ତୁ। ଲଗାତାର 7 ଦିନ କଲା ପରେ ଦେଖିବେ ଆପଣଙ୍କ ପିଲା ନିଶ୍ଚୟ ବଦଳିଯିବ। ତେବେ ଦର୍ଶକ ବନ୍ଧୁ, ଆଜିର ଅଧ୍ୟାୟରୁ ବିଦାୟ ନେବା ପୂର୍ବରୁ ଆପଣଙ୍କ ଛୋଟିଆ ଅନୁରୋଧ, ଆପଣ ମୋ ଚ୍ୟାନେଲକୁ ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ନୂଆ କରି ଯେଉଁମାନେ ଆସୁଛନ୍ତି ସେମାନେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ମୁଁ ଯେଉଁ ନୂଆ ନୂଆ ଭିଡ଼ିଓ ଅପଲୋଡ଼ କରିବି ତାହା ସର୍ବପ୍ରଥମେ ଆପଣଙ୍କ ପାଖରେ ପହଞ୍ଚି ପାରିବ। ତେବେ ଦର୍ଶକ ବନ୍ଧୁ, ଆଜିର ଆପଣଙ୍କର ଦିନଟି ଶୁଭମୟ ହେଉ, ମଙ୍ଗଳମୟ ହେଉ। ରହୁଛି। ଜୟ ଜଗନ୍ନାଥ, ଜୟ ମା ଶାରଳା।